ପିଲାମାନେ ଆସ ଆଜି ଆମେ ଜାଣିବା ଏକ ନୂଆ ଭିଡ଼ିଓ ସମ୍ପର୍କରେ ଯାହାର ନାଁ ହେଉଛି କେମିତି ଭାବରେ ଆମେ ସମ୍ବାଦ ପ୍ରସ୍ତୁତ କରିବା। ମଣିଷ ଯେହେତୁ ଏକ ସାମାଜିକ ପ୍ରାଣୀ, ସମାଜରେ ବସବାସ କରୁଛି, ବିଭିନ୍ନ ଘଟଣାକୁ ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚାଉଛି ବା ଅନ୍ୟମାନଙ୍କର ଘଟଣା ଆମ ନିକଟରେ ପହଞ୍ଚୁଛି, ତାର ଏକ ପ୍ରଧାନ ମାଧ୍ୟମ ହେଉଛି ଖବରକାଗଜ। ସେଥିରେ ଯେଉଁ ଖବରଟିକୁ ବାହାରେ ତାକୁ ଆମେ ସମ୍ବାଦ କହୁ, ବାର୍ତ୍ତା କହୁ, ନ୍ୟୁଜ୍ ବୋଲି କହୁ। ବିଭିନ୍ନ ଅଞ୍ଚଳରୁ ଅର୍ଥାତ୍ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହି ଚାରୋଟି ଦିଗରୁ ଯେତେ ଘଟଣା ସବୁ ଘଟୁଛି, ବିଭିନ୍ନ ଆଞ୍ଚଳିକ ଠାରୁ ସାମାଜିକ କ୍ଷେତ୍ରରେ ହେଉ ବା ଆମର ରାଜ୍ୟର କଥା ହେଉ, ଦେଶର କଥା ହେଉ, ସବୁ କଥାକୁ ଏକାଠି କରିକି ଖବରକାଗଜରେ ସମ୍ବାଦ ଗୁଡ଼ିକ ପ୍ରସ୍ତୁତ ହୋଇଥାଏ। ଆଜି ଆମେ ଜାଣିବା କେମିତି ଭାବରେ ସମ୍ବାଦଟି ପ୍ରସ୍ତୁତ ହୁଏ ଏବଂ କେଉଁ ବିଷୟ ପ୍ରତି ସଚେତନ ରହିବା ଉଚିତ। ଆମେ ଯେତେବେଳେ ଗୋଟେ ସମ୍ବାଦ ପ୍ରସ୍ତୁତ କରୁ ସେତେବେଳେ ଆମର ସାଧାରଣତଃ ଆମ ନିକଟରେ 5ଟି କ ବା ଇଂରାଜୀରେ ଡବ୍ଲ୍ୟୁର ଆବଶ୍ୟକତା ଥାଏ। 5ଟି କ ହେଉଛି କିଏ, କ'ଣ, କେତେବେଳେ, କେଉଁଠି ଏବଂ କାହିଁକି। ଏବଂ ଏହାକୁ ଯଦି ଆମେ ଇଂରାଜୀରେ କହିବା ଡବ୍ଲ୍ୟୁ, 5ଟି ଡବ୍ଲ୍ୟୁ ହେଉଛି ହୁ, ହ୍ୱାଟ୍, ହ୍ୱେନ୍, ହ୍ୱେୟାର ଏବଂ ହ୍ୱାଇ। ଅର୍ଥାତ୍ ଘଟଣାଟି କେଉଁଠି ଘଟିଥିଲା, କେତେବେଳେ ଘଟିଥିଲା, କିଏ ଘଟେଇଥିଲା, କ'ଣ ପାଇଁ ଘଟିଥିଲା ଏବଂ କାହିଁକି ଘଟିଥିଲା, ଏ ସମ୍ପର୍କରେ ଆମେ ଜାଣିଥାଉ। ଆଜି ସେଇଭଳି ଏକ ସମ୍ବାଦ ଆମେ ପ୍ରସ୍ତୁତ କରିବା ଯେଉଁଟାକି ମୁଁ ହେଉଛି ମୟୂରଭଞ୍ଜ ଅଞ୍ଚଳର। ମୋ କଲେଜଟି ବା ମୋ ମହାବିଦ୍ୟାଳୟଟି କୁଳିଅଣା ବ୍ଲକରେ। ଆମର ଯେଉଁ ବାର୍ଷିକ କ୍ରୀଡ଼ା ଉତ୍ସବ ହେଉଛି ତା ସମ୍ପର୍କରେ ଆମେ ଖବରକାଗଜରେ ବାହାର କରିବା। ଖବରଟି କେମିତି ହେବ? ପ୍ରଥମେ ଲେଖିବା ବିବି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ, କୁଳିଅଣା, କମା ଦେବା, ତାପରେ ଲେଖିବା ଆଜିର ତାରିଖ 1/12, ବାଇଗଣବାଡ଼ିଆ ସ୍ଥିତ ବିବି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପନୀ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଯିଏ ଅଧ୍ୟକ୍ଷ ଥିବେ ତାଙ୍କ ନାଁଟି ରହିବ, ତାଙ୍କରି ପୌରୋହିତ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଦୀର୍ଘ 2 ଦିନ ଧରି ଏହି କ୍ରୀଡ଼ା କାର୍ଯ୍ୟ ଚାଲିଥିଲା। ଏହି କ୍ରୀଡ଼ା ମଧ୍ୟରେ ଫୁଟବଲ ଖେଳ, କ୍ରିକେଟ ଖେଳ, ଭଲିବଲ, ବାସ୍କେଟବଲ, ତାପରେ 800 ମିଟର ଦୌଡ଼, 400 ମିଟର ଦୌଡ଼, 200 ମିଟର ଦୌଡ଼, 100 ମିଟର ଦୌଡ଼, ଡିସ୍କସ୍ ଥ୍ରୋ, ଜାଭଲିନ୍, ଏମିତି ଅନେକ କିସମର କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା। ଏଥିସହିତ କ୍ରୀଡ଼ା ଶେଷରେ ଏକ ମ୍ୟୁଜିକ୍ ଚେୟାରର ମଧ୍ୟ ଆୟୋଜନ କରାଯାଇଥିଲା। 2 ଦିନ ବ୍ୟାପୀ ଖେଳ ସମାପନ ପରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ କପ୍, ସିଲ୍ ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଏଥରର ଉତ୍ସବରେ ମହାବିଦ୍ୟାଳୟର ଛାତ୍ରର ନାଁ ରହିବ ଏବଂ ବାଳିକା ବିଭାଗରେ ଏହି ଛାତ୍ରୀ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇ ମହାବିଦ୍ୟାଳୟର ଏକ ସ୍ୱତନ୍ତ୍ର ପୁରସ୍କାର ସହିତ ସାର୍ଟିଫିକେଟ୍ ଏବଂ କପ୍ ହାସଲ କରିଥିଲେ। ଏହି କ୍ରୀଡ଼ାରେ ଅତିଥି ଭାବରେ ଯୋଗ ଦେଇଥିଲେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ, ତାଙ୍କ ନାଁ ଦେବା ଏବଂ ତାଙ୍କ ଭାଷଣ ମାଧ୍ୟମରେ ସେ ବ୍ୟକ୍ତ କରିଥିଲେ ଯେ ଉଭୟ ଶାରୀରିକ ଏବଂ ମାନସିକ ଦକ୍ଷତା ପାଇଁ ଖେଳର ଆବଶ୍ୟକତା ଯଥେଷ୍ଟ ରହିଛି। ବର୍ତ୍ତମାନ ମଧ୍ୟ ଖେଳରେ ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି, ସରକାରୀ ସ୍ତରରେ ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ସୁଯୋଗ ମିଳୁଛି ବୋଲି ନିଜର ବକ୍ତବ୍ୟ ମାଧ୍ୟମରେ ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେହିଭଳି କ୍ରୀଡ଼ା ଶିକ୍ଷକଙ୍କର ନାଁ ଦିଆଯିବ ଏବଂ କ୍ରୀଡ଼ା ଶିକ୍ଷକ ମଧ୍ୟ ପିଲାମାନଙ୍କର ଉନ୍ନତି ପାଇଁ ବା ମାନସିକ ଦକ୍ଷତା ପାଇଁ କ୍ରୀଡ଼ାର ଆବଶ୍ୟକତା କଥା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ
महाविद्यालय समस्त अध्यापक अध्यापिका छात्र छात्री अंशग्रहण करथिले एवं सहयोग रे कार्यटी समापन होइथिला। पिलामाने एइटा थिला हमरो संवाद लिखिबा पई किछि कष्ट नाही, ताकू लिखि जानी सठिक ढंग रे देले ता मध्य खबर कागज रे प्रकाशित हेबो। तेणु पिलामाने एई भଳି गोटे शीर्षक रहिबो बा खबर कागज खबर जो दियाजिबो बा संवादटी बाहरिबो तार गोटे स्वतंत्र नामकरण होबो एवं नामकरणटी जेते सुंदर हेतबो जेते आकृष्टपूर्ण हेतबो संवादटी सेतिकी लोकंकु मध्य आकृष्ट करिथाय एवं से संवादटी समस्त लोक माने पढ़िबा पई खुशी हेथांती। प्रकृत रे आमे देखिबा पई गले सबु बेले संवाद संक्षिप्त होबो, सठिक मूल्यबोध सठिक तथ्य उपरे आधारित हेबो एवं संवादटी प्रारंभरू परिशेष पर्यंत आकृष्ट करि पारिला भली शब्द गुड़िक रहिबो एवं सुंदर शब्द सहित संपूर्ण भावरे वास्तव तथ्य मध्य सेठी उपस्थापित होइथिबो। तेबे जाई संवादटी एक सुंदर संवाद एवं पूर्णांग संवाद भावरे मध्य परिगणित हबो। पिलामाने आज एतिकी थाउ, आसंता भिडियो रे आउ एक पाठ पढ़िबा जहा हमर सबु कामरे लागि परिबो। तेणु पिलामानकु अनुरोध करछि समस्ते मो भिडियो को लाइक करंतु, शेयर करंतु एवं सब्सक्राइब करबाकू आदौ भूलंतु नाही। आज पई एतिकी, परवर्ती भिडियो रे पुणी थरे देखा हबो, सेते बेଳ जाय विदाय नउछि।